ନମସ୍କାର, ମୁଁ ରମାକାନ୍ତ। ମୁଁ ଆପଣଙ୍କୁ ସ୍ୱାଗତ କରୁଛି ଆର୍ କେ ଡାଟା ସ୍କିଲ୍ ୟୁଟ୍ୟୁବ୍ ଚ୍ୟାନେଲରେ। ଆଜି ଆମେ ଶିଖିବା ମାଇକ୍ରୋସଫ୍ଟ ଏକ୍ସେଲରେ ସିଟ୍ ଅପସନ୍। ସେଥିପାଇଁ ଆମେ ନେବା ବ୍ଲାଙ୍କ ୱାର୍କବୁକ୍। ତ ଏଇଥିରେ ଆଜି ଆମେ ସିଟ୍ର ସବୁ ଅପସନ୍ କଭର କରିବା, ଯାହାକି ବେସିକ୍ ଅଛି। এই ଭିଡ଼ିଓରେ ଆମେ ଜାଣିବା। ସେଥିପାଇଁ ଆମେ ବ୍ଲାଙ୍କ ୱାର୍କବୁକ୍ ନେଇଛେ, ଯେଉଁଥିରେ ଆମେ ସିଟ୍ର ସବୁ ଅପସନ୍କୁ ଆମେ କଭର କରିବା। ପ୍ରଥମେ ଆମେ କ'ଣ କରିବା, ସିଟ୍ କେମିତି ଇନ୍ସର୍ଟ କରାଯାଏ ତାହା ଆମେ ଜାଣିବା। ସେଥିପାଇଁ ଆମେ ମାଉସ୍ ଦ୍ୱାରା ପ୍ରଥମେ ଆମେ ସିଟ୍ ଇନ୍ସର୍ଟ କରିବା। ଯେଉଁ ପ୍ଲସ୍ର ଆଇକନ୍ ଅଛି ସେଥିରେ ଆମେ ଲେଫ୍ଟ କ୍ଲିକ୍କୁ ଆମେ ଯଦି କ୍ଲିକ୍ କରୁଛେ ତ ଗୋଟେ ଗୋଟେ ସିଟ୍ ଆଡ଼୍ ହେଉଛି। କିବୋର୍ଡ଼ ମାଧ୍ୟମରେ ଯଦି ଆମେ ଆଡ଼୍ କରିବା, ତାହା ପାଇଁ ଆମେ କ'ଣ କରିବା, ସିଫ୍ଟ କିକୁ ଆମେ ପ୍ରେସ୍ କରିବା। ଫଙ୍କସନ୍ କିର F11 କିକୁ ଆମେ ଯଦି ପ୍ରେସ୍ କରିବା ତ ଗୋଟେ ଗୋଟେ ସିଟ୍ ଆଡ଼୍ ହେବ। ତ ଯଦି ଆମେ କିବୋର୍ଡ଼ରେ ସିଟ୍ ଆଡ଼୍ କରୁଛେ ତାହା ଲେଫ୍ଟ ସାଇଡ଼୍ରେ ଆଡ଼୍ ହେଉଛି, ଆଉ ଯଦି ଆମେ ମାଉସ୍ ଦ୍ୱାରା ଯଦି ଆଡ଼୍ କରୁଛେ ତାହା ରାଇଟ୍ ସାଇଡ଼୍ରେ ଆଡ଼୍ ହେଉଛି। ତ ସିଟ୍କୁ ଆମେ ଆଲାଇନମେଣ୍ଟ ବି ବହୁତ ସହଜରେ ଆମେ କରିପାରିବା। କେମିତି କରିବା ନା, ମାଉସ୍ର ଲେଫ୍ଟ କ୍ଲିକ୍ କରିକି ଡ୍ରାଗ୍ ଆଣ୍ଡ ଡ୍ରପ୍ କରିକି ଆମେ ସିଟ୍କୁ ବହୁତ ସହଜରେ ଆମେ ଆଲାଇନମେଣ୍ଟ କରିପାରିବା। ଓକେ, ଏହାପରେ ଆମେ ସିଟ୍କୁ ନାଁ ଦେବା। କେମିତି ନାଁ ଦେବା ନା, ଆମେ ମାଉସ୍ର ରାଇଟ୍ କ୍ଲିକ୍କୁ ଆମେ ଯଦି କ୍ଲିକ୍ କରିବା, ଏଠି ରିନେମ୍ର ଅପସନ୍ ଆସିଯାଉଛି, ଯାହାକୁ ଆମେ ଲେଫ୍ଟ କ୍ଲିକ୍ କଲେ ଏଠି ଆମେ ଦେଖୁଛେ କି ସିଟ୍ର ନାଁ ଆମେ ଏଡ଼ିଟ୍ କରିପାରିବା। ଏଠି ଆମେ ଏଠି ଲେଖି ଦେଉଛେ ସିଟ୍ର ନାଁ ABC। ଓକେ, ଏ ତ ଆମେ ରାଇଟ୍ କ୍ଲିକ୍ ଦ୍ୱାରା ଆମେ କଲେ। ଲେଫ୍ଟ କ୍ଲିକ୍ ଦ୍ୱାରା ଆମେ ଡାଇରେକ୍ଟ କରିପାରିବା। କେମିତି, ମାଉସ୍ରେ ଆମର ଲେଫ୍ଟ କ୍ଲିକ୍ ଯଦି ବହୁତ ଜଲ୍ଦି ଯଦି ଆମେ ଦୁଇଥର ପ୍ରେସ୍ କରିବା ତ ଆମର ସିଟ୍ର ରିନେମ୍ର ଅପସନ୍ ଖୋଲିଯାଉଛି। ଏଠି ଆମେ ଡେଟା ଲେଖିବା। ସିଟ୍କୁ ଆମେ ଡେଟା ନାଁ ଦେଲେ। ଓକେ, ତାପରେ ଏହାପରେ ଅପସନ୍ ଡିଲିଟ୍ର ଇନ୍ସର୍ଟ। ତ ଆମେ ଏଇ ସିଟ୍ ବି ଇନ୍ସର୍ଟ କରିପାରିବା, ଆମେ ଚାଟ୍ ବି ଇନ୍ସର୍ଟ କରିପାରିବା, ଏହା ଆମେ ଇନ୍ସର୍ଟ କରିପାରିବା। ତାପରେ ଆସୁଛି ଡିଲିଟ୍ର ଅପସନ୍। ଡିଲିଟ୍ କ'ଣ, ଏଇଠି ଆମେ କିଛି ଲେଖି ଦେଉଛେ। ଲେଖି ସାରିଲା ପରେ ଯଦି ଆମେ ୟାକୁ এই ସିଟ୍କୁ ଆମେ ଡିଲିଟ୍ କରୁଛେ ତ ଏଠି ଗୋଟେ ପପ୍ ଆସୁଛି, ଯାହାକି ମାଇକ୍ରୋସଫ୍ଟ ୱିଲ୍ ବି ପରମାନେଣ୍ଟ ଡିଲିଟ୍ ଦିସ୍ ସିଟ୍, ଡୁ ୟୁ ୱାଣ୍ଟ ଟୁ କଣ୍ଟିନ୍ୟୁ। ମାନେ ଏହାର କହିବାର ମତଲବ କି ଯଦି ଆମେ ସିଟ୍କୁ ଆମେ ଡିଲିଟ୍ କରୁଛେ, ଏ ସିଟ୍ରେ ଯେଉଁ ଡାଟା ଅଛି ତାହା ପରମାନେଣ୍ଟ ଡିଲିଟ୍ ହେଇଯିବ, ଆଉ ୟାକୁ ରିକଭରି କରିହେବନି। ଏଠି ପପ୍ ଆସୁଛି, ଯଦି ଆମେ ଡିଲିଟ୍ କରିବା ତାହା ଡିଲିଟ୍ ହେଇଯିବ। ଓକେ, କେଉଁଠି ଆମର ଡିଲିଟ୍ କଲେ ଆମକୁ ମିଳିଯାଏ, ତାହା ହେଲା ଯଦି ଆମେ ସିଟ୍ରେ ଯେଉଁ ଡାଟା ଅଛି ତାହାକୁ ଯଦି ଆମେ ଡିଲିଟ୍ କରିବା। ସପୋଜ ସିଟ୍ ଡାଟା ଅଛି, ଯଦି ଏହି ଡାଟାକୁ ଆମେ ଡିଲିଟ୍ କରୁଛେ ତ ଏହାକୁ ଆମେ ଅନ୍ଡୁ କରିପାରିବା, ଯାହା କଣ୍ଟ୍ରୋଲ ଜେଡ୍ ମାରିକି ଆମେ ଅନ୍ଡୁ କରିପାରିବା। ଯଦି ଆମେ ଡାଇରେକ୍ଟ ସିଟ୍କୁ ଯଦି ଆମେ ଡିଲିଟ୍ କରିବା ତ ତାହା ସେ ଡାଟା କେବେ ବି ଆମର ରିକଭରି ହେବନି। ସେଇଥିପାଇଁ ପପ୍ ଦେଇ ଦେଉଛି ମାଇକ୍ରୋସଫ୍ଟ ଏକ୍ସେଲ ୱିଲ୍ ବି ପରମାନେଣ୍ଟ ଡିଲିଟ୍ ଦିସ୍ ସିଟ୍। ତାକୁ ଆମେ ରିକଭରି କରିପାରିବାନି। ଓକେ, ଏ ତ ଡିଲିଟ୍ର ଅପସନ୍ ହେଲା। ତାପରେ ହେଲା ମୁଭ୍ କପି। ଡ୍ରାଗ୍ ଆଣ୍ଡ ଡ୍ରପ୍ କରିକି ଆମେ ରଖିପାରିବା, ଯାହାକି ABC ସିଟ୍କୁ ଆମେ ଡାଟା ସିଟ୍ ଆଗରେ ରଖିବାର ଅଛି ତ ଆମେ ଡ୍ରାଗ୍ ଆଣ୍ଡ ଡ୍ରପ୍ କରିକି ରଖିପାରିବା। ନହେଲେ ଆମେ ଅପସନ୍ ମାଧ୍ୟମରେ କରିପାରିବା ମୁଭ୍ କ'ଣ କରିବା, ABCର ଆମର ସିଲେକ୍ସନ୍ ଅଛି, ଆମର ଡାଟା ଫାଇଲ୍ର ଆଗ ରଖିବାର ଅଛି ତ ଆମେ ସିଟ୍ 3ର ଆମେ ସିଲେକ୍ସନ୍ ଦେବା, ଯାହାକି ସିଟ୍ 3ର ପଛରେ ରହିବ, ଡାଟା ସିଟ୍ର ଆଗରେ ରହିବ। ଓକେ, ତ ଏଠି ହେଇଗଲା ନା, ଡାଟା ସିଟ୍ର ଡାଟା ସିଟ୍ ଅଛି, ଡାଟା ସିଟ୍ର ଆଗରେ ରହିଲା, ସିଟ୍ 3ର ପଛରେ ରହିଲା। ଓକେ, ଏଟା ତ ମୁଭ୍ ହେଲା। କପି କ'ଣ, ସପୋଜ ମୋର ଡାଟା ସିଟ୍ରେ ଇମ୍ପୋର୍ଟାଣ୍ଟ କିଛି ଡାଟା ଏଣ୍ଟ୍ରି ହେଇକି ଅଛି, ଯାହାକୁ ଆମକୁ କପି କରିବାର ଅଛି। ସେମ୍ ସିଟ୍ର ଆମର ଏଭଳିଆ ଡାଟା ଅଛି ଯାହାକୁ ଆମକୁ ଅନ୍ୟ ଏକ ସିଟ୍ରେ ଆମେ କପି କରିବା, ତ ଟିକେ ଚେଞ୍ଜ କରିବାର ଅଛି। ତ ତାହାକୁ ଆମେ ବହୁତ ସମୟ ଆମେ କାହିଁକି ଡାଟାକୁ ଏଣ୍ଟ୍ରି କରିବା, ତାହା ବଦଳରେ ଆମେ କପି କରିଦେବା, ଆଉ ଯାହା ଯାହା ଚେଞ୍ଜ କରିବାର ଅଛି ତାହା ବହୁତ ଜଲ୍ଦିରେ ଆମେ ଚେଞ୍ଜ କରିଦେବା। ସେଥିପାଇଁ ଆମେ କ'ଣ କରିବା, এই ଡାଟାକୁ ଆମର ଡାଟା ବାଲା ସିଟ୍କୁ ଆମର କପି କରିବାର ଅଛି, ରାଇଟ୍ କ୍ଲିକ୍ କରିବା, ତାପରେ ମୁଭ୍କୁ ଯିବା। ଏଠି କ୍ରିଏଟ୍ ଦ କପିର ଗୋଟେ ଅପସନ୍ ଅଛି, ଯାହାକୁ ଆମେ ଚେକ୍ କରିବାର ଅଛି।
ତ ଏ ଫାଇଲକୁ ଆମର ଏ ସିଟ୍କୁ ଆମେ କୋଉଠି ରଖିବା ତା ଅପସନ୍ ଅଛି। ଯଦି ମୁଭ୍ ଟୁ ଏଣ୍ଡ କରିବା ତ ସବା ଲାଷ୍ଟରେ ସେଇଟା ଏଡ୍ ହବ। ମାନେ ଏଠି ଯଦି ପ୍ରଥମରେ ଯଦି ଆମେ ଯୋଉ ସିଟ୍ ଅଛି ତାକୁ ଯଦି ସିଲେକ୍ସନ ଦବା ତା ଆଗରେ ରହିବ। ତ ଆମେ ଏଠି ତାର ପୋଜିସନ ଆମେ ଦେଇପାରିବା, ଯାହାକି ଆମେ କୋଉଠି ଆମେ ଏ ସିଟ୍କୁ ଆମେ ରଖିବା। ତ ଆମେ କ'ଣ କରିବା, ଏ ଡାଟା ସିଟ୍ର ପଛରେ ଆମେ ରଖିବା, ଯାହାକି ଫାଷ୍ଟ ହିଁ ଆସିବ କପି ବାଲା ସିଟ୍। ଓକେ କରିବା, ଏଠି ଆସିଗଲା ଡାଟା ଟୁରୁ ନାଁରେ ଗୋଟେ ସିଟ୍ ଆଡ୍ ହେଇଗଲା, ଯାହାକି ଡାଟାରେ ବି ଯୋଉ ଡାଟା ଅଛି ଡାଟା ଟୁରେ ବି ସେମ୍ ଡାଟା ଅଛି। ଏହାକୁ ମଧ୍ୟ ଆମେ ରିନେମ୍ କରିଦେବା, ରିନେମ୍ କରିପାରିବା। ଇଏ ହେଲା ଡାଟା ଟୁ। ଓକେ, ତାପରେ ଅପସନ୍ ଅଛି ଭ୍ୟୁ କୋଡ୍। ଭ୍ୟୁ କୋଡ୍ କ'ଣ, ଭିଜୁଆଲ ବେସିକ୍ର ଯୋଉ ଆମର ୱିଣ୍ଡୋ ହେଉଛି ତାହା ଓପନ୍ ହେଉଛି, ଯୋଉଥିରେ ଆମେ ମାଇକ୍ରୋ ଆମେ କରିବା, ଯାହାକି ଆମେ ବହୁତ ଆଡଭାନ୍ସ ଅଛି। ଆମେ ଷ୍ଟେପ୍ ବାଇ ଷ୍ଟେପ୍ ଶିଖିବା। ଏବେ ଆମେ ବେସିକ୍ ଶିଖିବା, ବେସିକ୍ ପୁରା କଭର ହେଇସାରିଲା ପରେ ଆମେ ଆଡଭାନ୍ସ ଶିଖିବା। ସେଥିପାଇଁ ଏଇ ଅପସନକୁ ଆମେ ପଛରେ ଶିଖିବା, ଯାହାକି ବହୁତ ୟୁଜଫୁଲ୍ ଅଛି, ଯାହାକୁ ଆମେ ବହୁତ ସର୍ଟକଟ୍ରେ ଆମେ ଆମର ଟାଇମ୍କୁ ସେଭ୍ କରିକି ଆମେ ପ୍ରୋଜେକ୍ଟ ଆମେ ବହୁତ ସହଜରେ ଆମେ ତିଆରି କରିପାରିବା। ତାପରେ ଅପସନ୍ ହେଉଛି ପ୍ରୋଟେକ୍ଟ ସିଟ୍। ପ୍ରୋଟେକ୍ଟ ସିଟ୍ କ'ଣ, ଆମକୁ ଏହି ସିଟ୍ରେ ଆମର ଯୋଉ ଡାଟା ଅଛି ତାହାକୁ କେହି ଚେଞ୍ଜ ନ କରିପାରୁ, ସେଥିପାଇଁ ଆମେ ସିଟ୍କୁ ପ୍ରୋଟେକ୍ଟ କରିଥାଉ, ବା ପର୍ଟିକୁଲାର ରେଞ୍ଜକୁ ମଧ୍ୟ ଆମେ ପ୍ରୋଟେକ୍ଟ କରିଥାଉ, ବା ପୁରା ୱାର୍କବୁକ୍କୁ ମଧ୍ୟ ପ୍ରୋଟେକ୍ଟ କରିଥାଉ, ଯାହାକି ବହୁତ ଆଡଭାନ୍ସ ଅଛି। ତାହାକୁ ଆମେ ବହୁତ ସହଜରେ ଆମେ ଶିଖିବା, ଯାହାକି ନେକ୍ସଟ ଭିଡ଼ିଓରେ ଆମେ ବହୁତ ପ୍ରପରରେ ଆମେ କଭର କରିବା। ତାପରେ ଅପସନ୍ ହେଉଛି ଟ୍ୟାବ୍ କଲର। ଟ୍ୟାବ୍ କଲର କ'ଣ, ଆମକୁ ଯଦି ଟ୍ୟାବ୍ କଲର ଦେବାର ଅଛି ତ ଏଠି ଆମର କଲର ଟ୍ୟାବ୍ ଆସିଯାଉଛି, ଯାହାକି ଡାଟାର ରିକ୍ୱାରମେଣ୍ଟ ହିସାବରେ ଆମେ କଲର ଦେଇପାରିବା। ଯୋଉଟା ଆମକୁ ଭଲ ଫର୍ମାଟିଂ କରିବାର ଅଛି ତ ସେମ୍ ସେଇଭଳିଆ ଫର୍ମାଟିଂ ଆମେ ଦେଇପାରିବା। ଟ୍ୟାବ୍ କଲର ଯାଇକି ଆମେ ତାକୁ କଲର ଦେଇପାରିବା। ଓକେ, ତାପରେ ଅପସନ୍ କ'ଣ ଅଛି, ହାଇଡ୍ର। ସପୋଜ ଆମେ ହିଡେନରେ ଆମର ଡାଟାକୁ ମେଣ୍ଟେନ୍ କରିବାର ଅଛି, କାହାକୁ ଶୋ କରିବାର ନାହିଁ, ସେ ଡାଟାକୁ ଆମେ ହିଡେନ୍ କରିପାରିବା। ଯାହାକି ଆମକୁ ଏବିସି ଫାଇଲରେ ଆମର ଡାଟା ସିଟ୍ 3ରେ ଆମର ଡାଟା ଅଛି, ଯାହାକି ଆମକୁ ହିଡେନ୍ ରଖିବାର ଅଛି, କାହାକୁ ଦେଖେଇବାର ନାହିଁ। ତ ସେଇ ସିଟ୍କୁ ଆମେ ଡାଇରେକ୍ଟ ହିଡେନ୍ କରିପାରିବା, ଯାହାକୁ କେହି ଆମେ ଦେଖିପାରିବାନି, ଆମର ଡାଟା ସେଫ୍ ରହିବ। ସେଥିପାଇଁ ଏଠି ହାଇଡ୍ର ଅପସନ୍ ଅଛି, ଆମେ ହାଇଡ୍ କରିଦେବା। ଯଦି ତାକୁ ଅନହାଇଡ୍ କରିବାର ଅଛି, ଏଠି ଅନହାଇଡ୍ ସେଇ କୌଣସି ଏକ ସିଟ୍ରେ କ୍ଲିକ୍ କରିକି ଏଠି ଅନହାଇଡ୍ ଅପସନ୍ ଅଛି। ଆଉ ଯୋଉ ଫାଇଲ ଆମକୁ ଯୋଉ ସିଟ୍ ଆମକୁ ଦେଖିବାର ଅଛି ତାକୁ ଏଠି ଆମେ କ୍ଲିକ୍ କରିବା, ଓକେ କରିବା, ତ ସେ ଫାଇଲ ସେ ସିଟ୍ ଓପନ୍ ହେଇଯିବ। ଓକେ, ସିଟ୍ 3 ଆମକୁ ଅନହାଇଡ୍ କରିବା, ତ ସିଟ୍ 3 ଆସିଗଲା। ସିଟ୍ 3ର ଡାଟା ଆମକୁ ଶୋ କରିବ, ଆମେ ଦେଖିପାରିବା। ତ ସେଟା ଆମର ପ୍ରାଇଭେସି ଡାଟା ମେଣ୍ଟେନ୍ କରିବା ପାଇଁ ଆମେ ହିଡେନ୍ ଅପସନ୍ ଆମେ ୟୁଜ୍ କରିଥାଉ। ଓକେ, ତାପର ଅପସନ୍ ହେଉଛି ସିଲେକ୍ଟ ଅଲ୍ ସିଟ୍। ସିଲେକ୍ଟ ଅଲ୍ ସିଟ୍ର ଅପସନ୍ ଆମେ ଜାଣିବା। ତ ଏହାକୁ ସିଲେକ୍ଟ ଅଲ୍ ସିଟ୍କୁ ଆମେ କ୍ଲିକ୍ କରିବା, ତ ଏଠି ସବୁ ସିଟ୍ ଏକା ସାଙ୍ଗରେ ସିଲେକ୍ଟ ହେଇଯାଉଛି। ତ ଏଠି ଆମେ ସିଟ୍ର ଜୁମ୍ ଲେବୁଲକୁ ଆମେ ଟିକେ ବଢ଼େଇ ଦେଉଛେ, ଯାହାକି ସବୁ ସିଟ୍ର ଜୁମ୍ ଲେବୁଲ ଆମକୁ ସେମ୍ ଦେଖାଯାଉଛି। ଯଦି ଆମେ ଏଇ ସିଟ୍ରେ କିଛି ଡାଟା ଏଣ୍ଟ୍ରି କରୁଛେ, ତ ଏଠି ସବୁ ସିଟ୍ରେ ସେମ୍ ଡାଟା ଏଣ୍ଟ୍ରି ହେଇଯାଉଛି। ଓକେ, ଏଠି ଆମକୁ କୁହାଗଲା କି ସବୁ ଡାଟାରେ ହେଡିଂ ସେମ୍ ଦିଅ। ତ ଆମେ କ'ଣ କରିବା, ସବୁ ସିଟ୍କୁ ଆମେ ସିଲେକ୍ସନ ଦେଇ ସାରିଲା ପରେ ତ ଏଠି ABC ର ହେଡିଂ ଦେବାର ଅଛି। ତ ଆମେ କ'ଣ କରିବା, ABC ଟାଇପ୍ କଲା ପରେ ABCକୁ ଆମେ ଦେଇକି ହେଡିଂ ମର୍ଜ ଆଣ୍ଡ ସେଣ୍ଟର କରିଦେବା। ସବୁଥିରେ ଆମର ହେଡିଂ ହେଇଯିବ ABC ଆସିଗଲା। ଓକେ, ଅଲ୍ ସିଲେକ୍ଟ ସିଟ୍ କଲେ। ଯଦି ଆମକୁ ଅଲ୍ ସିଲେକ୍ଟ କରିବାର ନାହିଁ, ଏଇଠି ଡାଟା ଟୁ ଡାଟା ABC 3ଟା ସିଟ୍ର ସେମ୍ ଫର୍ମାଟ୍ ଦେବାର ଅଛି, ଯାହାକି ସେମ୍ ଡାଟା ଏଣ୍ଟ୍ରି କରିବାର ଅଛି। ତ ସେଥିପାଇଁ ଆମେ କ'ଣ କରିବା, ଗୋଟେ ଗୋଟେ ସିଟ୍କୁ ଆମେ ଡାଟା ଏଣ୍ଟ୍ରି ନ କରି ଆମେ ରେଞ୍ଜ ସିଲେକ୍ସନ ବି ଦେଇପାରିବା। କେମିତି ନା, ଶିଫ୍ଟକୁ ପ୍ଲେସ୍ କରିକି ଆମେ ଯୋଉ ସିଟ୍କୁ ଆମେ କ୍ଲିକ୍ କରିବା
ତାହା ସିଲେକ୍ସନ୍ ହେଇଯିବ। ଓକେ, ଏଇଭଳିଆ ବି କରିପାରିବା। ନହେଲେ ଡାଇରେକ୍ଟ ସିପ୍ଟକୁ କ୍ଲିକ୍ କରିବା, ଆଉ ଯେଉଁ ଜାଗା ଅଛି ସେଇ ଜାଗା ପର୍ଯ୍ୟନ୍ତ ଆମେ ସିଲେକ୍ସନ୍ ଦେବା ତ ଡାଇରେକ୍ଟ ସେଇଟା ସିଲେକ୍ସନ୍ ହେଇଯିବ ସବୁ ସିଟ୍। ଓକେ, ଏ ତ ଆମେ ସିଟ୍ ସିଲେକ୍ସନ୍ ବିଷୟରେ ଆମେ ଶିଖିଲେ। ସିଲେକ୍ସନ୍ କେମିତି ହଟେଇବା, ତ କୌଣସି ଏକ ସିଟ୍ରେ ଆମେ ଯଦି କ୍ଲିକ୍ କରିବା ତ ସେ ସିଟ୍ ସିଲେକ୍ସନ୍ ହଟିଯିବ। ଆଜି ଏଇ ଭିଡ଼ିଓ ମାଧ୍ୟମରେ ଯେଉଁ ସିଟ୍ର ଯେଉଁ ବେସିକ୍ ଅପସନ୍ ଥିଲା ତାହା ଆମେ ଶିଖିଲେ। ଆଇ ହୋପ୍ ଆପଣଙ୍କୁ ଭିଡ଼ିଓ ବହୁତ ଭଲ ଲାଗିଥିବ ଆଉ ମଧ୍ୟ ସହଜରେ ଶିଖିପାରୁଥିବ। ସେଥିପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଆଉ ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ, ଲାଇକ୍ ମଧ୍ୟ କରନ୍ତୁ, କମେଣ୍ଟ ମଧ୍ୟ କରନ୍ତୁ, ଆଉ ଭିଡ଼ିଓକୁ ସେୟାର କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।